ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଯଦି ଆପଣ ନୂଆରେ ରାସନ କାର୍ଡ଼ଟି ଆବେଦନ କରିଥିବେ, ଆପଣଙ୍କର ରାସନ କାର୍ଡ଼ ଏପ୍ରୁଭ୍ ହେଇଛି କି ନାହିଁ କିମ୍ବା ଆପଣଙ୍କର ରାସନ କାର୍ଡ଼ଟି ହଜିଯାଇଛି, ତାହେଲେ ଆପଣଙ୍କ ରାସନ କାର୍ଡ଼ ନମ୍ବରଟି କେମିତି କାଢ଼ିବେ ଆଉ କେମିତି ଡାଉନଲୋଡ଼୍ କରିବେ ସେହି ବିଷୟରେ ଆମେ ଜାଣିବା। ସେଥିପାଇଁ ଭିଡ଼ିଓଟି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଫ୍ରେଣ୍ଡସ୍, ଯାହାଫଳରେ କି ସମ୍ପୂର୍ଣ୍ଣ ବୁଝିପାରିବେ। ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଗୁଗଲ କ୍ରୋମ୍ ଓପେନ୍ କରି PDS ଓଡ଼ିଶା ଟାଇପ୍ କରି ସର୍ଚ୍ଚ କରିଦିଅନ୍ତୁ। ସର୍ଚ୍ଚ କଲା ପରେ ଏମିତି ଇଣ୍ଟରଫେସ୍ ଗୋଟେ ଓପନ୍ ହେଇଯିବ। ଏଇ ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରିଦିଅନ୍ତୁ। ତାପରେ ଏମିତି ପେଜ୍ ଗୋଟେ ଓପନ୍ ହେଇଯିବ। ଏଇ ପ୍ରଥମେ ଆସିଯାଇଛି NFSA, ତାରି ଉପରେ କ୍ଲିକ୍ କରିଦିଅନ୍ତୁ। ତାପରେ ଏମିତି ପେଜ୍ ଗୋଟେ ଓପନ୍ ହେଇଯିବ। ପ୍ରଥମେ ଡିଷ୍ଟ୍ରିକ୍ଟଟି ସିଲେକ୍ଟ କରିଦିଅନ୍ତୁ। ଆପଣଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ଆପଣଙ୍କର ବ୍ଲକ୍ ଅଫିସଟି ସିଲେକ୍ଟ କରିଦିଅନ୍ତୁ। ତାପରେ ଆପଣଙ୍କର ପଞ୍ଚାୟତ ଅଫିସଟି ସିଲେକ୍ଟ କରିଦିଅନ୍ତୁ। ଏମିତି ନମ୍ବର ସହିତ ଶୋ କରିବ। ତାପରେ ଗେଟ୍ ରିପୋର୍ଟରେ କ୍ଲିକ୍ କରିଦିଅନ୍ତୁ। ତାପରେ ଟିକେ ସମୟ ପ୍ରୋସେସ୍ ନେବ, ଲମ୍ବା ସମୟ ପ୍ରୋସେସ୍ ନେଇପାରେ, ଆପଣ ଅପେକ୍ଷା କରନ୍ତୁ। ତାପରେ ଆପଣଙ୍କ ପଞ୍ଚାୟତରେ ଯେତେ ଜଣଙ୍କର ବି ରାସନ କାର୍ଡ଼ ନୂଆଟା ପୁରୁଣାଟା ସମସ୍ତଙ୍କର ଲିଷ୍ଟଟି ଏଠାରେ ଶୋ କରିବ। ଏଠାରେ ନାମ ଯଦି ଖୋଜିବାକୁ ଅସୁବିଧା ହେଉଥିଲେ ଏଇ ସର୍ଚ୍ଚ ଅପସନ୍ ମଧ୍ୟ ଦେଇଦେଇଛି। এই ସର୍ଚ୍ଚ ଅପସନ୍ରେ ଆପଣଙ୍କର ନାମଟି ଟାଇପ୍ କରିଦେଲେ ଆପଣଙ୍କର ନାମ ହାଇଲାଇଟ୍ ହେଇ ଦେଖାଦେବ। ଯଦି ଇଂଲିଶରେ ଟାଇପ୍ କରିଲେ ଆସୁନାହିଁ ତାହେଲେ ଓଡ଼ିଆରେ ମଧ୍ୟ ଟାଇପ୍ କରି ଦେଖନ୍ତୁ। ଯଦି ଓଡ଼ିଆରେ ଟାଇପ୍ କଲେ ମଧ୍ୟ ଆସୁନାହିଁ ତାହେଲେ ଆପଣଙ୍କର ବାପା କିମ୍ବା ସ୍ୱାମୀଙ୍କର ନାମ ମଧ୍ୟ ଇଂଲିଶରେ ଓଡ଼ିଆରେ ଟାଇପ୍ କରି ଦେଖନ୍ତୁ। ଯଦି ନାମଟି ଆସିଗଲେ ଏଇ ଶେଷରେ ଦେଖନ୍ତୁ ଆପଣଙ୍କର ରାସନ କାର୍ଡ଼ ନମ୍ବରଟି ମିଳିଯିବ। এই ନମ୍ବରକୁ ଆପଣ ନୋଟ୍ କରିଦିଅନ୍ତୁ, ଲେଖିଦିଅନ୍ତୁ। ତାପରେ କେମିତି ଡାଉନଲୋଡ଼୍ କରିବେ ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲରେ ପୂର୍ବରୁ ଭିଡ଼ିଓ ଅପଲୋଡ଼ ହେଇସାରିଛି, ଚାହିଁଲେ ଡିସ୍କ୍ରିପ୍ସନ୍ ତଳେ ଯାଇକି ଦେଖିପାରିବେ। এই ନମ୍ବରକୁ ଆପଣ ଧରିକି ଯାଆନ୍ତୁ ଆପଣଙ୍କ ପଞ୍ଚାୟତ ଅଫିସରେ, ଯିଏ ଚୋଲ୍ ଦେଉଥିବ ତାଙ୍କୁ ଦେଖାଇଲେ ଆପଣଙ୍କୁ ଖାତାରେ ଲେଖିକି ଦେଇଦେବ। ଓକେ ଫ୍ରେଣ୍ଡସ୍, ଭିଡ଼ିଓଟି ଭଲ ଲାଗୁଥିଲେ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆମ ଚ୍ୟାନେଲରେ ନୂଆ ଆସିଥିଲେ ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ। ଥ୍ୟାଙ୍କ୍ସ ଫର୍ ୱାଚିଂ।